नमस्कार दर्शक बंधु शुभ सकाळ। आज हूँ 25 ଜାନୁଆରୀ रविवार। आज रही देश विदेश राज्यर 20टी गुरुत्वपूर्ण खबर। खबरटी देखा पूर्व आपण गोटे अनुरोध भिडियो शेष पर्यंत देखा सहित आपण जिलार नाम देखि दिंतु। चलतु खबर उपर नजर पकेबा। प्रथम खबर तेबे ओडिशा रे प्रथम बोइंग सुकन्या स्टेम लैब शुभारंभ कले केंद्र मंत्री। ओडिशार शिक्षा ज्ञान कौशल विकास ପାଇଁ ନୂଆ ଅଧ୍ୟାୟ ଯୋଡି ହେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କନ୍ୟା ରତ୍ନଙ୍କ ଆକାଶ ଛୁଇଁବାର ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି। ବିଶେଷ କରି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂ ଏବଂ ଗଣିତ ଭଳି ବିଷୟରେ ଛାତ୍ରୀମାନଙ୍କ ଆଗ୍ରହ ବଢିବା ମୁଖ୍ୟ ଉଦ୍ଦେଶ୍ୟ। ଏହା ଦ୍ୱାରା ଆଗାମୀ ଦିନରେ ଓଡିଶାର ଝିଅମାନେ ବିଶ୍ୱ ସ୍ତରରେ ଯାଇ ନିଜର ପରିଚୟ ମଧ୍ୟ ସୃଷ୍ଟି କରିବେ। ବୋଇଂ କମ୍ପାନୀ ସହାୟତାରେ ପ୍ରତିଷ୍ଠିତ ଲ୍ୟାବରେ ଅତ୍ୟାଧୁନିକ ଯନ୍ତ୍ରପାତି ଶିକ୍ଷାଦାନ ପଦ୍ଧତିର ସଜ୍ଜିତ ଏବଂ ଗ୍ରାମାଞ୍ଚଳ ସହରାଞ୍ଚଳ ଛାତ୍ରୀମାନେ ବୈଷୟିକ ଶିକ୍ଷା କିଭଳି ସୁଯୋଗ ପାଇବେ ସେ ନେଇକି ସରକାର ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର ଭୁବନେଶ୍ୱରରେ ମିଳିଲା ନିଯୁକ୍ତି 349 ଜଣଙ୍କୁ। ରାଜ୍ୟରେ ବେକାରୀ ସମସ୍ୟା ବଢିଥିବାରୁ ଏଥର ନିଯୁକ୍ତି ମେଳା ସୃଷ୍ଟି ହୋଇଥିଲା। ଯାହାଫଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 349 ଜଣ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପାଇଥିବା ସମସ୍ତ ପ୍ରାର୍ଥୀମାନେ ବିଭିନ୍ନ ବିଭାଗର କରିବା କାମ ପାଇଁ ମନୋନୀତ ହୋଇଛନ୍ତି। ସରକାରୀ ସ୍ତରରେ କ୍ଷମତା ଏବଂ ତାଙ୍କ ସହିତ ଦକ୍ଷତା ମଧ୍ୟ ବୃଦ୍ଧି ପାଇଛି। ଆଗାମୀ ଯୁବପିଢି ମଧ୍ୟ ଉତ୍ସାହ ହୋଇଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ଯୁବତୀଙ୍କୁ ଏଭଳି ସୁଯୋଗ ଦିଆଯିବ ବୋଲି ରାଜ୍ୟ ସରକାର ଯୋଜନା ମଧ୍ୟ କରିଛନ୍ତି। ଯାହାଫଳରେ ଓଡିଶାରେ ରହି କାର୍ଯ୍ୟ କରିବା ବାହାରକୁ ଆଉ ଯିବା ପାଇଁ ପଡିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡିଶାରୁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ପରବର୍ତ୍ତୀ ଖବର ହଉଛି ଏବେ ରାଜ୍ୟରେ ପ୍ରତିଟି କ୍ଷେତ୍ରରେ ଏଆଇ ବ୍ୟବହାର କରାଯିବ। ଏନେଇକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ପ୍ରତିଟି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ଆଲୋଚନା ହୋଇଛି। ଏଆଇ କୁ ଗୁରୁତ୍ୱ ଦିଆଯିବ। ସୁରକ୍ଷିତ ଅନ୍ତର୍ଭୁକ୍ତ ସାର୍ବଭୌମ୍ୟ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟରେ ଚାଲିଛି ପ୍ରୟାସ। ଆଜି ଏଆଇ କମ୍ପାନୀ ସର୍ବୋତ୍ତମ ତାପରେ ଉଚ୍ଚସ୍ତରୀୟ ରାଜନୈତିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୀର୍ଘକାଳୀନ ସାର୍ବଜନୀନ କ୍ଷମତା ମଧ୍ୟ ଅଛି। ବିଶେଷ କରି ଇଲେକ୍ଟ୍ରୋନିକ ଆଇଟି ମନ୍ତ୍ରୀ ମୁଖ୍ୟ ସଚିବ ଶାସନ ସଚିବ ସବୁ ବିଭାଗର ଅଧିକାରୀ ମାନେ ଉପସ୍ଥିତ ମଧ୍ୟ ଥିଲେ। ଏଆଇ କୁ ଗୁରୁତ୍ୱ ଦିଆଯିବ। ରାଜ୍ୟରେ କିଭଳି ଅଧିକରୁ ଅଧିକ ଏଆଇ ଉପରେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ଖବର ହଉଛି ଯେମିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ବାଣ୍ଟିଥିଲେ ମୋଦି ମଧ୍ୟ ବାଣ୍ଟିଛନ୍ତି। ଏବେ 61,000 ଯୁବତୀଙ୍କୁ ମିଳିଛି ଆଜି ନିଯୁକ୍ତି ମିଳିଛି। ବିଶେଷ କରି ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତି ମାନଙ୍କୁ ଟିପ୍ସ ଦେଇଛନ୍ତି। କହିଛନ୍ତି 24 ଜାନୁଆରୀ ଆମର ସମ୍ବିଧାନ ଜନ ଗଣ ମନ ବା ଜାତୀୟ ସଙ୍ଗୀତ ଭାବରେ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବରେ ଗ୍ରହଣ କରିଛି। ତେଣୁ ନିଯୁକ୍ତି ପତ୍ର ଏହା ପ୍ରକାର ରାଷ୍ଟ୍ର ନିର୍ମାଣ କରିବ। ନିମନ୍ତ୍ରଣ ପତ୍ର ଏଇଟା ଆପଣଙ୍କର। ଆଗାମୀ 5 ରୁ 7 ବର୍ଷ ମଧ୍ୟରେ ଯେତେବେଳେ ଆପଣ ସରକାରୀ ସହିତ ସମ୍ପର୍କ ସ୍ଥାପନ କରିଥିବେ ତାହା ସରକାରୀ କାର୍ଯ୍ୟାଳୟ ହେଉ ବା ଅନ୍ୟ କୌଣସି ଭାଷା ହଉ ବା ଅନ୍ୟ କୌଣସି ସମ୍ମୁଖୀନ ହୋଇଥିଲେ ମଧ୍ୟ କିଛି ତ୍ରୁଟି ରଖିଥିଲେ ସେ ସମୟ ଉପରେ ବିଚାର ଚିନ୍ତା କରନ୍ତୁ ଏବଂ ନିର୍ଭର କରନ୍ତୁ କିଭଳି ଭଲରୁ ଭଲ କାମ କରିବେ। ପରବର୍ତ୍ତୀ ଖବର ହଉଛି ଫେବୃଆରୀ 2ରେ ରାଷ୍ଟ୍ରପତି 6 ଦିନିଆ ଓଡିଶା ଗସ୍ତ କରିବେ। ଫେବୃଆରୀ 2 ରୁ 7 ତାରିଖ ପର୍ଯ୍ୟନ୍ତ ଏବେ 6 ଦିନିଆ ଓଡିଶା ଗସ୍ତରେ ରହିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବିଶେଷ କରି କୁହାଯାଉଛି ଯେ ଅପରାହ୍ନରେ ବାଲେଶ୍ୱର ଗସ୍ତ କରି ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାଦଶ ସମାବର୍ତ୍ତନ କରିବେ। ତା ସହିତ ମଧ୍ୟ ସେଦିନ ସନ୍ଧ୍ୟାରେ ପୁରୀ ଗସ୍ତ କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ 3 ତାରିଖରେ। ତା ସହିତ 4 ତାରିଖ ସକାଳେ ମୟୂରଭଞ୍ଜ ଗସ୍ତ କରି ରାଇରଙ୍ଗପୁରରେ ମଧ୍ୟ ଅବକାଶ ଗୃହ ଉଦ୍ଘାଟନ କରିବେ। ତା ସହିତ ମଧ୍ୟ ଅନୁସୂଚିତ ଜନଜାତି ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଭଞ୍ଜବୀର ମଧ୍ୟ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। 4 ତାରିଖ ଅପରାହ୍ନ ମଧ୍ୟ ରାଇରଙ୍ଗପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅଛି। 6 ତାରିଖ ସକାଳେ ମହିଳା ଓ ଆଦିବାସୀ ଗୋଷ୍ଠୀର ଯୁବବର୍ଗ ସହିତ କଥା ହେବେ। 7 ତାରିଖ ସକାଳେ ଭୁବନେଶ୍ୱର ଛତିଶଗଡ଼ ଅଭିମୁଖେ ବାହାରି ଯିବେ। ପରବର୍ତ୍ତୀ ଖବର ହଉଛି ୟୁରୋପ ସହିତ ଭାରତର ବଡ ଡିଲ୍। ଶସ୍ତା ହେବ ଏହି ସବୁ ଜିନିଷ ସବୁ କିଛି ଶସ୍ତା ହୋଇଯିବ। ବର୍ତ୍ତମାନ ମଦ ମଧ୍ୟ ଶସ୍ତା ହେବ। ବୟନଶିଳ୍ପ ପୋଷାକ ଅଳଙ୍କାର ଚମଡା ସାମଗ୍ରୀ ଇଲେକ୍ଟ୍ରୋନିକ ରାସାୟନିକ ପଦାର୍ଥ ଔଷଧ ଭଳି ଏବେ ସବୁ କିଛି ଶସ୍ତା ହେବ। ବର୍ତ୍ତମାନ ଭାରତ ୟୁରୋପ ମଧ୍ୟରେ ବାର୍ଷିକ ବାଣିଜ୍ୟ $136 ବିଲିୟନ ରହିଛି। ଏବେ ବିଶେଷ କରି କୁହାଯାଉଛି ଯେ ଭାରତ ୟୁରୋପ ସହିତ ନୂତନ କମ୍ପାନୀ ଖୋଲିବ। ସାଧାରଣ ଲୋକ ଏହାର ମଧ୍ୟ ଅଧିକ ବିକଳ୍ପ କମ ମୂଲ୍ୟରେ ଜିନିଷ ପାଇବେ। ଭାରତ ୟୁରୋପ ଡିଲ୍ ଏବେ ପ୍ରମୁଖ ନଜର ଆସିଛି। ଏହି ଡିଲ୍ ହୋଇସାରିଲା ପରେ ଏବେ ବହୁ ଶୁଳ୍କ କମିଯିବ। ଯାହା ଫଳରେ ଏବେ ଅଧିକରୁ ଅଧିକ ଲୋକେ ଲାଭବାନ ମଧ୍ୟ ହେବେ।
ପରବର୍ତ୍ତୀ ଖବର ହଉଛି ସଡ଼କ ସୁରକ୍ଷା ପାଳନ କରନ୍ତୁ। ସଡ଼କ ସୁରକ୍ଷା ପାଳନ କରନ୍ତୁ, ପୁରସ୍କାର ଜିତନ୍ତୁ। ଏଭଳି ପ୍ରୟାସ ମଧ୍ୟ ହୋଇଛି, ଯାହା ଫଳରେ ଏଥର ସ୍କୁଲ ସ୍ତରରେ ମଧ୍ୟ ସଚେତନତା ହେଲେ ଆଗକୁ ବଢାଇବ ନାହିଁ ଆଉ ଦୁର୍ଘଟଣା। ନିଜେ ମଧ୍ୟ ସତର୍କ ରୁହନ୍ତୁ। ଏବେ ବିଶେଷ କରି ଦୁଇଟି ସ୍କୁଲ ହେଉଛି ୟୁନିଟ୍ 3 ଏବଂ କ୍ୟାପିଟାଲ ହାଇସ୍କୁଲ ୟୁନିଟ୍ 3 ଅଞ୍ଚଳରେ ଏବେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସ୍କୁଲ ଜୋନ ନିକଟରେ ସଡ଼କ ସୁରକ୍ଷା ମାନଦଣ୍ଡର ଅନୁପାଳନ ସୁନିଶ୍ଚିତ କରି ଦୁର୍ଘଟଣା ହ୍ରାସ କରିବା ଲକ୍ଷ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। କ୍ୟାପିଟାଲ ହାଇସ୍କୁଲରେ ମଧ୍ୟ ରାଜଧାନୀର ମୁଖ୍ୟ ଏବଂ ବାସ୍ତବ ବହୁଳ ରାସ୍ତା ଅନେକ ପିଲା ଯିବା ଆସିବା କରୁଥିବାବେଳେ ବିଭିନ୍ନ ଅସୁବିଧା ହେଉଛନ୍ତି। ସ୍କୁଲ ଆରମ୍ଭ ପୂର୍ବରୁ ବା ଶେଷ ହେବା ପରେ ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକ ପିଲାଙ୍କୁ ଡେଲି ମୁଖ୍ୟ ଗେଟ୍ ନିକଟରେ ଛାଡୁଛନ୍ତି। ପିଲାମାନେ ରାସ୍ତାରେ କିଭଳି ଯିବା ଆସିବା କରିବେ ସେ ନେଇକି ସବୁବେଳେ ସଚେତନ କରାଉଛନ୍ତି। ଟ୍ରାଫିକ ନିୟମ ମାନି ଗାଡି ଚଳାଚଳ କରି ସ୍କୁଲ ଦିଆଯାଉଛି। ଯଦି କୌଣସି ଲୋକ ଦୁର୍ଘଟଣା ଶିକାର ହୁଏ ତେବେ କିଭଳି ହସ୍ପିଟାଲ ନିଆଯିବ ସେ ନେଇକି ସୂଚନା କରାଯାଉଛି। ସେଭଳି ସ୍କୁଲ ଆଗରେ ଧୀରେ ଧୀରେ ଗାଡି ଚାଳନାକୁ ନେଇ ସୂଚନା ଏବଂ ଚିତ୍ର ମଧ୍ୟ ଦର୍ଶାଯାଉଛି, ଯାହା ଫଳରେ ପିଲାମାନେ ଯେକୌଣସି ଜାଗାକୁ ଗଲେ ବି ସଚେତନତା ହୋଇକି ରହିବେ। ସିଟ୍ କ୍ଷମତା ଠାରୁ ଅଧିକ ପିଲା ଜାକି ଜୁକି ହୋଇ ସ୍କୁଲ ଆସୁଛନ୍ତି। ଏଣେ ଏସବୁ ମଧ୍ୟ ବିଚାରକୁ ନିଆଯିବ, ଚେକିଂ ମଧ୍ୟ ଗାଡି ହେବ ବୋଲି ସରକାର କହିଛନ୍ତି। ପରବର୍ତ୍ତୀ ଖବର ହଉଛି ଏଲପିଜି ସିଲିଣ୍ଡରକୁ ନେଇକି ବଡ ଅପଡେଟ ଆସିଛି। ଏଥର ଏଲପିଜି ଗ୍ରାହକ ମାନଙ୍କ ପାଇଁ ଜରୁରୀ ଖବର, ଯଦି ଆପଣ ଗ୍ୟାସ କନେକ୍ସନ ଅଛି ଆଧାର ଲିଙ୍କ କରୁନାହାନ୍ତି ତୁରନ୍ତ ଆଧାର ଲିଙ୍କ କରିନିଅନ୍ତୁ, ନହେଲେ ଆପଣ ସବସିଡି ବା ଗ୍ୟାସ ବୁକିଂ କରିବାର ଅସୁବିଧା ହେବ। ସରକାର ନୂଆ ନିୟମ ଅନୁସାରେ ପ୍ରତ୍ୟେକ ହିତାଧିକାରୀ ଇ କେୱାଇସି କରିବା ବାଧ୍ୟତାମୂଳକ। ଏହା ଦ୍ୱାରା ଜାଲ ଗ୍ୟାସ କନେକ୍ସନ ମଧ୍ୟ ଚିହ୍ନଟ ହୋଇପାରିବ। ପ୍ରକୃତ ହିତାଧିକାରୀ ସରକାରୀ ସୁବିଧା ମିଳିପାରିବ, ତା ସହିତ ସବସିଡି ମିଳିପାରିବ ବୋଲି ସରକାର ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର ହଉଛି ଏଣିକି ସୋମବାର ଦିନ ହେବ ନାହିଁ କୌଣସି ସରକାରୀ ବୈଠକ। ସରକାର କାର୍ଯ୍ୟଧାରାରେ ସଂସ୍କାର ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଠାରୁ ସୋମବାରରେ କୌଣସି ସରକାରୀ ବୈଠକ କରାଯିବ ନାହିଁ। ଏହି ଦିନଠାରୁ ଅଧିକାରୀମାନେ ଜନସାଧାରଣଙ୍କ ସମସ୍ୟା ଶୁଣିବା, କ୍ଷେତ୍ର ପରିଦର୍ଶନ କରିବା, ଉତ୍ସର୍ଗ କରିବା ରହିବ। ତା ସହିତ ଏହି ନିଷ୍ପତ୍ତି ପ୍ରଶାସନିକ ସ୍ୱଚ୍ଛତା ଏବଂ ଲୋକାଭିମୁଖୀ ଶାସନକୁ ଆହୁରି ମଜବୁତ କରିବା ପାଇଁ କରାଯାଇଛି। ପରବର୍ତ୍ତୀ ଖବର ହଉଛି ଓଡିଶାରେ ଗୁଟକା ନିକୋଟିନ ନିଷେଧ ହୋଇଛି। ବିଶେଷ କରି କୁହାଯାଉଛି ଓଡିଶାରେ ଏସବୁ ନିଷେଧ ହୋଇଛି ଆଉ ତାକୁ ଆଗକୁ। ପରବର୍ତ୍ତୀ ଖବର ହଉଛି ମୋଦି ସରକାର ଉଦ୍ୟୋଗପତି ମାନଙ୍କ ପାଇଁ ବଡ ଉପହାର ଦେଇଛନ୍ତି। 10 ଲକ୍ଷ ପରିବର୍ତ୍ତେ 20 ଲକ୍ଷ କରିଛନ୍ତି ଏମଏସଏମଇ ଯୋଜନା ମାଧ୍ୟମରେ, ଯାହାଫଳରେ ଉଦ୍ୟୋଗପତି ମାନେ ଏଥିରେ ଲାଭବାନ ମଧ୍ୟ ହୋଇପାରିବେ। ତା ସହିତ ମଧ୍ୟ ଆଉ ଗୋଟେ ବଡ ଘୋଷଣା ହେଇଛି, ଏଥର ଆସନ୍ତା କାଲିଠୁ 4 ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ବିଶେଷ କରି ଲଗାତାର ଛୁଟି ପଡିଥିବା ଚେକ୍ କ୍ଲିୟର ମଧ୍ୟ ଅସୁବିଧା ଦେଖାଯାଇପାରେ। ଯଦି ଆପଣ କିଛି ଜରୁରୀ କାମ ଅଛି ଆପଣ ମାନେ ମନେ ରଖନ୍ତୁ, ଆଜିଠୁ 4 ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଏପଟେ ଗୁଟଖା ବନ୍ଦ କରିଛନ୍ତି ସରକାର, ମଧ୍ୟ କହିଛନ୍ତି ପ୍ରତ୍ୟେକ ଦୋକାନ ବା ଫ୍ୟାକ୍ଟ୍ରିରେ କୌଣସି ଜାଗାରେ ଗୁଟଖା ମିଳିବ ନାହିଁ। ଗୁଟଖା ନିକୋଟିନ ଅଧିକ ଓଡିଶାରେ ମଧ୍ୟ କ୍ୟାନ୍ସର ସୃଷ୍ଟି କରୁଛି, ଯାହାଫଳରେ ଲୋକଙ୍କ ଦେହ ଖରାପ କରୁଛି। ଏଥର ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି ସରକାର। ତା ସହିତ ମଧ୍ୟ ଏଥର ପ୍ରତ୍ୟେକ ପାଣି ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, ଡିଜିଟାଲ କ୍ଷେତ୍ରରେ ବିକଳ ଚିତ୍ର, ଯାହାଫଳରେ ବୃଦ୍ଧି ପାଇବ ଏଥର ପିଏମ କିଷାନ। ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର, ବଡ ଝଟକା। ପୁଣି ଏବେ ଆପଣ ୱିଡ୍ରଲ୍ କଲେ ଯେତିକି ଟଙ୍କା ଆଗରୁ 25 ରୁ 23 ଟଙ୍କା କଟୁଥିଲା, ଏବେ ତାର ମଧ୍ୟ ଅଧିକ କଟିବ ବୋଲି କୁହାଯାଉଛି। ତା ସହିତ ଏସବିଆଇ ମଧ୍ୟ କିଛି ଚାର୍ଜେସ୍ ଲଗାଉଛି, ପ୍ରତିଟି ଟ୍ରାଞ୍ଜାକ୍ସନ ପିଛା ଗୋଟେ ଚାର୍ଜେସ୍ ମଧ୍ୟ ଲାଗିବ। ଏନେକି ବଡ ଘୋଷଣା କରିଛି। ଯେଉଁମାନଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆପଣଙ୍କୁ କେତେ ଟଙ୍କା କଟିଛି ଆପଣ ତୁରନ୍ତ ମଧ୍ୟ ଜାଣିପାରିବେ। ପରବର୍ତ୍ତୀ ଖବର ହଉଛି ପିଏମ କିଷାନ ଟଙ୍କାକୁ ନେଇକି ବଡ ଅପଡେଟ। ପିଏମ କିଷାନ ଚାଷୀକୁ ଏବେ 4,000 ଟଙ୍କା ମିଳିବ। ପୂର୍ବରୁ ଚାଷୀକୁ ଯୋଉ 2,000 ଟଙ୍କା ମିଳୁଥିଲା 6 ମାସକୁ ବା 4 ମାସକୁ ଥରେ, ଆଉ ମିଳିବ ନାହିଁ। ତା ସହିତ ମଧ୍ୟ କୋଉମାନଙ୍କୁ ମିଳିବ ନାହିଁ ଜାଣିନିଅନ୍ତୁ। ଯୋଉମାନଙ୍କ ଅଯୋଗ୍ୟ ହିତାଧିକାରୀ ତାଙ୍କ ନାଁ କଟାଯିବ, ଯୋଉମାନେ ଯୋଗ୍ୟ ହିତାଧିକାରୀ କେୱାଇସି କରିବେ ତାଙ୍କୁ ଆଡ କରାଯିବ। ଏକା ସାଙ୍ଗରେ 2ଟି କିସ୍ତି ମିଳିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଭୁବନେଶ୍ୱରରେ ଏଥର ବିଭିନ୍ନ ପ୍ରକାର ନିଯୁକ୍ତି ମେଳା ହୋଇଥିଲା। ତା ସହିତ ମୁଖ୍ୟମନ୍ତ୍ରୀ କିଛି ବଡ ଘୋଷଣା ମଧ୍ୟ କରିଛନ୍ତି। ଆଗାମୀ ଦିନରେ ଯୁବକ ପାଇଁ ବଡ ଉପହାର ମଧ୍ୟ ଦେବେ। ଏପଟେ ମହିଳା ମାନଙ୍କ ପାଇଁ କହିଛନ୍ତି 10 ଲକ୍ଷ ଋଣ ମିଳିବ ବିନା ସୁଧରେ। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଆଗାମୀ ଦିନ ବଡ ବଡ ପ୍ରକଳ୍ପ ହେବ, ଯାହାଫଳରେ ବାହାରକୁ ଆଉ ଦାଦନ ଖଟିବା ପାଇଁ ଯିବେ ନାହିଁ, ଓଡିଶାରେ ଏହି କାର୍ଯ୍ୟ ମଧ୍ୟ କରିବେ। ପରବର୍ତ୍ତୀ ଖବର ହଉଛି ଏବେ କୁହାଯାଉଛି ଆଗାମୀ ଦିନ 27 ତାରିଖଠୁ ଆରମ୍ଭ ହୋଇଯିବ ଖରା, ଯାହାଫଳରେ ପ୍ରବଳରୁ ଅତି ପ୍ରବଳ ଖରା ହେବ। ଦିନ ତାପମାତ୍ରା ଅଧିକ ରହିବ, ରାତିରେ ତାପମାତ୍ରା ମଧ୍ୟ ବଢିଛି 5 ଡିଗ୍ରୀ। ବିଶେଷ କରି ଜି ଉଦୟଗିରି ଏବେ 5 ଡିଗ୍ରୀ ସେଲସିୟସ ରହିଛି। ଅନ୍ୟ ସବୁ ଜିଲ୍ଲା ମାନଙ୍କର 6 ରୁ 7 ଡିଗ୍ରୀ ରାତି ତାପମାତ୍ରା ରହିଲାଣି। ସେଇଭଳି ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ଏଣିକି ସୁଭଦ୍ରା ଟଙ୍କା ମାର୍ଚ୍ଚ 8 ତାରିଖରେ ମିଳିବ। ଯୋଉମାନଙ୍କୁ ମିଳିନି, ଏଇ 2-3 ଦିନ ତଳେ ଯୋଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ କିଛି 4 ଲକ୍ଷ ହିତାଧିକାରୀଙ୍କୁ ମିଳିଲା, ଯୋଉମାନଙ୍କୁ ମିଳିନି ସେମାନେ ଅପେକ୍ଷା କରନ୍ତୁ, ମାର୍ଚ୍ଚ 8 ତାରିଖ ତାଙ୍କ ଆକାଉଣ୍ଟକୁ ଆସିବ।
କିଛି ଅଯୋଗ୍ୟ ହିତାଧିକାରୀ ଅଛନ୍ତି ତାଙ୍କୁ ମଧ୍ୟ ଖୁବ୍ ଜଲଦି ବାହାର କରାଯିବ। ବିଶେଷ କରି କୁହାଯାଉଛି ଏଥର ଯୋଉମାନେ ଅଯୋଗ୍ୟ ହିତାଧିକାରୀ ରହିଥିଲେ ସେମାନଙ୍କ ନାଁ କଟା ଯାଇକି ସେମାନଙ୍କୁ ଭତ୍ତାରେ ସାମିଲ କରାଯିବ। ତା ସହିତ ସେମାନେ ଯଦି 60% ଉର୍ଦ୍ଧ୍ୱ ହିତାଧିକାରୀ ଥିବେ ନିଶ୍ଚିତ ତାଙ୍କୁ ଭତ୍ତା ମିଳିବ। ଯଦି ଆପଣଙ୍କୁ ଯଦି ଅଯୋଗ୍ୟ ଅଛନ୍ତି ତାହେଲେ ଆପଣଙ୍କୁ ମିଳିବ ନାହିଁ। ଏ ନେଇକି 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀକୁ 3500 ମିଳିବ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି। କିନ୍ତୁ ଏପଟେ ସୁଭଦ୍ରା ପାଟିଲେ ଆପଣଙ୍କୁ ଆବେଦନ କରିବା ପାଇଁ ପଡିବ ବୋଲି କହିଛି। ଯେଉଁମାନେ 21 ବର୍ଷ ହେଇଯାଇ ଏପର୍ଯ୍ୟନ୍ତ ସୁଭଦ୍ରାରେ ସାମିଲ ହୋଇନାହାନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ। ମାର୍ଚ୍ଚ ମାସରେ ଏକା ସାଙ୍ଗରେ କିସ୍ତି ପାଇପାରିବେ। ଏପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଏସଏଚଜି ମହିଳା ପାଇଁ ଖୁସି ଖବର। ଏସଏଚଜି ମହିଳାଙ୍କୁ ବିଭିନ୍ନ ତାଲିମ ଦିଆଯାଉଛି। ସିଲେଇ ଆରମ୍ଭ କରିକି ବିଭିନ୍ନ ପ୍ରକାର ତାଲିମରେ ମାଗଣାରେ ପାଇପାରିବେ। ତା ସହିତ ମଧ୍ୟ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। ବିଶ୍ୱକର୍ମା ଯୋଜନା ନାଁରେ ମଧ୍ୟ ଏଥର ବେକାର ଯୁବକ ମାଛ ଚାଷ, ସିଲେଇ ଶିକ୍ଷା, ଅନ୍ୟାନ୍ୟ ତାଲିମ ମଧ୍ୟ ଦିଆଯାଉଛି। ଏଇଟା ପ୍ରଧାନମନ୍ତ୍ରୀଙ୍କର ଗୋଟେ ବଡ ଯୋଜନା। ଓଡିଶାରେ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଲାଗୁ ହେଉଛି ଯାହା ଫଳରେ ଏଥର ମହିଳାମାନେ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ ହୋଇପାରିବେ। ତା ସହିତ ଆଉ ଗୋଟିଏ ମଧ୍ୟ ବଡ ଖବର ରହୁଛି। ଏଥର କୁହାଯାଉଛି ଯେ ରାସନ କାର୍ଡକୁ ନେଇକି ବଡ ଅପଡେଟ। ରାସନ କାର୍ଡ ଇ କେୱାଇସି ଏପର୍ଯ୍ୟନ୍ତ କରିନାହାନ୍ତି ଲୋକେ। 5 ଲକ୍ଷ ହିତାଧିକାରୀଙ୍କ ନାଁ କଟିଲା, ପୁଣି ଏବେ କଟିବ। ତେବେ ବର୍ତ୍ତମାନ ମାସକୁ ମାସ ସରକାର ଚେଞ୍ଜ କରୁଛନ୍ତି, ଇ କେୱାଇସି ଡେଟ୍ ଆଉ ଚେଞ୍ଜ କରିବେ ନାହିଁ। ତା ସହିତ ଯେଉଁମାନେ ରାସନ କାର୍ଡ ଅଛି ଆର୍ଥିକ ସଚ୍ଛଳ ଅଛନ୍ତି ବା ନାହାନ୍ତି, ଇନକମ ଜିରୋ, ସେମାନଙ୍କୁ 1,000 ଟଙ୍କା ସହାୟତା ରାଶି ମିଳିବ ବୋଲି କୁହାଯାଉଛି। ରାସନ କାର୍ଡରେ ଅନ୍ୟ ଷ୍ଟେଟ ମାନଙ୍କରେ ଚାଉଳ, ଗହମଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ 9ଟି ଜିନିଷ ମିଳୁଛି। ଖାସ କରିକି ଓଡିଶାରେ ମଧ୍ୟ ଆଗକୁ ମିଳିବ ବୋଲି ଅଧିକରୁ ଅଧିକ ସାମଗ୍ରୀ ସୂଚନା ମିଳୁଛି। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଖବରଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।